ବନ୍ଧୁଗଣ, କ'ଣ ସତରେ ନଥିଲା ଭିତର ରତ୍ନଭଣ୍ଡାର ଭିତରେ ରହସ୍ୟମୟ ସୁଡ଼ଙ୍ଗ? ପୁଣି ଥରେ ଖୋଲାଯିବ କି ରତ୍ନଭଣ୍ଡାର? ଆସନ୍ତୁ ଜାଣିବା ଏହି ଭିଡ଼ିଓରେ। ଖୋଲିଛି ରତ୍ନଭଣ୍ଡାର, ଆଗକୁ ଅନେକ ରହସ୍ୟର ଉନ୍ମୋଚନ ହେବ। ରତ୍ନଭଣ୍ଡାର ଭିତରେ କ'ଣ ଅଛି? ଅଳଙ୍କାର କେଉଁ ଅବସ୍ଥାରେ ଅଛି? ଭଣ୍ଡାର ଘର ଭିତରର ସ୍ଥିତି, ଏମିତି ଅନେକ କିଛି ରହସ୍ୟ ବାହାରକୁ ଆସିବ। କିନ୍ତୁ ତା ପୂର୍ବରୁ ଏକ ଲୋକକଥା ଶୁଣିବାକୁ ମିଳେ। ଭିତର ରତ୍ନଭଣ୍ଡାର ଭିତରେ ଏକ ସୁଡ଼ଙ୍ଗ ରହିଛି। ଏହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ଏହା କ'ଣ ସତ? ବାହାର ଭଣ୍ଡାର ଦେଇ ଭିତର ଭଣ୍ଡାରକୁ ପ୍ରବେଶ କରିବା ପରେ ଏହି ସୁଡ଼ଙ୍ଗ ଦୃଶ୍ୟମାନ ହୁଏ। 1978ରେ ଭିତର ଭଣ୍ଡାର ଖୋଲାଯିବା ସମୟରେ ଏ ସମ୍ପର୍କିତ ତଥ୍ୟ ରେକର୍ଡ କରାଯାଇଛି। 1978ରେ ଶେଷ ଥର ପାଇଁ ଭିତର ଭଣ୍ଡାରରେ ପ୍ରବେଶ କରି ରତ୍ନଭଣ୍ଡାର ଗଣତି କରାଯାଇଥିଲା। ଏହି ସମୟରେ ସେହି ସୁଡ଼ଙ୍ଗକୁ ଦେଖିଥିଲେ ଭିତରେ ପ୍ରବେଶ କରିଥିବା ସେବାୟତ। ତେବେ ଏହି ସୁଡ଼ଙ୍ଗ ତିଆରି ଉଦ୍ଦେଶ୍ୟ କ'ଣ ହୋଇପାରେ, ତାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ବାହ୍ୟ ଶତ୍ରୁ ଆକ୍ରମଣ ସମୟରେ ରତ୍ନ ଅଳଙ୍କାରକୁ ସୁରକ୍ଷିତ ସ୍ଥାନକୁ ନେଇଯିବା ପାଇଁ ଏହି ସୁଡ଼ଙ୍ଗ ତିଆରି ହୋଇଥାଇପାରେ ବୋଲି ଅନୁମାନ କରାଯାଉଥିଲା। ମନ୍ଦିର ତିଆରି ସମୟରେ ଏହି ସୁଡ଼ଙ୍ଗ ତିଆରି କରାଯାଇଥିବା ଅନୁମାନ କରାଯାଉଥିଲା। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଯେ ସେ ସୁଡ଼ଙ୍ଗ କେଉଁଠି ଶେଷ ହୋଇଛି କେହି ଜାଣିନାହାନ୍ତି। ସମୁଦ୍ର ଭିତରକୁ ଏହି ସୁଡ଼ଙ୍ଗ ଲମ୍ବିଛି ନା କୋଣାର୍କ ଆଡ଼କୁ ଯାଇଛି, ତାହା କହିବା କାହା ପକ୍ଷରେ ସମ୍ଭବ ନୁହେଁ। ଏହି ସହିତ ସେ କହିଥିଲେ, ରତ୍ନଭଣ୍ଡାର ଭିତର ସେ ରହସ୍ୟମୟ, ତାହା କଳ୍ପନା କରିହେବ ନାହିଁ। କିନ୍ତୁ ବର୍ତ୍ତମାନ କୁଆଡ଼େ ଗଲା ସେ ସୁଡ଼ଙ୍ଗ? ଏହା କ'ଣ ଗଜବ ଥିଲା ନା ଅଜବ? ସେ ଯାହା ବି ହେଉ ବନ୍ଧୁଗଣ, ଭିଡ଼ିଓଟି ଯଦି ଭଲ ଲାଗୁଛି ତାହେଲେ ଲାଇକ୍, ସେୟାର, କମେଣ୍ଟ କରନ୍ତୁ। ଆଗକୁ ଏହିପରି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।